भरत तते मागणे देनी बे रोकड़ा नहीं रोकड़ा अभी तु हमरा माल हेबे छोड़ मते मुखे रे हम भई मरद माने बताई तो भलिया झियो माने केळना छड़ा आउ किछि नुह जमीदार ससुर उठी तमें कौन सत कौच नट मोर एक जमीदार कहते कौन कहते आज कौन एते खुशी शुणुच शांति आम झीर भाग्य बदली गला सी ए बहुत खुशी खुशी माने जमीदार पर तुम झील सुरभि को बाहा कहते सुरभि को बयस है से बाहा छड़ा जमीदार बुढ़ा बयस बयस गोटे कौन म झील पिला ज्ञान पाइले आम सुमी बो 12 वर्ष मो हाथ धरता एवं पुणी गंडे छुआर माँ है कि नहीं अवश्य आगुरी 3-4टा छुआ नष्ट हो जाइछंती आउ रहिला जमीदार कथा मोर तो पुओ बुढ़ा नाई मो नट मो मन मानुनी तके ताको मना कर दियो तमे रुह शांति एई भले प्रस्ताव हमको केबे मिलिबनी तापर भी आम घर परिस्थिति जहाँ सुरभि को यौतुक दे बाहा कराइबार क्षमता हमर नाही शांति तमे जाओ न तो जमीदार को कहबो हमें प्रस्ताव रे राजी अच्छा अच्छा ठीक अछि भाई मु तबे जमीदार को खबर दे दोछि हां सुरभि बहु है जी सुरभि रे बहु है जी ओ बंद कर कौन मिले से सुरभि रु ता पर भी तोरा स्कूल जावा दरकार नहीं बाबू पापा हाँ हाँ आज गोटाए दिन कांदिबो बाहागर पर सब ठीक है जीवो ताकू शीघ्र बाहर कर जमीदार बाबू सेपटे आसी गलेनी
ବାହାରି ପଡ, ପରମ୍ପରା ଆସିଲାଣି। হ্যালো আসুন কଣ କରୁଛ? ମତେ କଷ୍ଟ ହଉଛି, ଛାଡ ମତେ। ବ୍ୟସ୍ତ ନା, ଧୀରେ ଧୀରେ ସବୁ ଅଭ୍ୟାସ ହେଇଯିବ। ସୁକୁମାରୀ ଆଣିକୁ ଦେଖିଲ, ପାହାନ୍ତାରୁ ବାସି ପାଣି ପଡିଛି, ଏଇଠି ବସିକି ସକେଇ ହଉଛି। ଆମେ ଦି ମାସ ଆସିକି ଏଠି ଖଟୁଛୁ, ତୁ ଆସିକି ଏଠି ଅଇସ କରିବୁ। ଉଠ, କାମ କର। ସୁରଭି, ଆଲୋ ମା ସୁରଭି। ଆରେ କାହିଁ ରେଡି କରୁଛୁ? ତୋ ଝିଅ ଭଲରେ ଅଛି? ଶୁଣିଲି ସୁରଭିର ପିଲାପିଲି ହବ ତ, ତାକୁ ଘରକୁ ନେଇଥିଲେ ତା ମା ତାର ଭଲ ଯତ୍ନ ନେଇଥାନ୍ତା। ଆଲୋ ଆଲୋ, ତା ମାନେ ଆମ କଣ ତା ଯତ୍ନ ନଉନୁ? ତା ମା ଖାଲି କଣ ତା ଯତ୍ନ ନବ, ଆମେ ନେଇପାରିବୁନି? ନାଇଁ, ମୁଁ କଣ କହୁଥିଲି କି ତୋର କିଛି କରିବା ଦରକାର ନାହିଁ, ତୁ ସିଧା ଘରକୁ ପଳା। ମା ସୁରଭି, ତୋର ଇଏ କି ଅବସ୍ଥା? ବାପ ଝିଅ ସିଏ ହବ, ସେତିକି ଥାଉ ମ। ଭିତରେ ବହୁତ କାମ ଅଛି, ଚାଲ। ଜମିଦାର ବାବୁ, ଇଏ କଣ ହଉଛି? ଚୁପ୍, ତୁ କିଛି କରିପାରିବୁନି। ପିଲା ଜନ୍ମ କରିବ କି? ଆଲୋ ହୋ ହୋ, ଧରି ଧରି ତାକୁ ନେଇଯିବା। ମୋ କୂଳ ଭାସିଗଲା ଲୋ, ମୋ ବଅସ ବୁଡିଗଲା। ଏଇ ଅଲକ୍ଷଣୀ ଜନ୍ମ କରୁ କରୁ ପିଲାଟାକୁ ଖାଇଦେଲା। ଆମର ଛୁଆ ପିଲା ହେଲାନି ବୋଲି ତମେ ସିନା ଆକୁ ବାହା ହେଲ, ହେଲେ ଇଏ ଆଜି ଭଲ ପିଲାଟେ ଜନ୍ମ କରିଛି। କଣ ହେଲା? ସୁରଭି ମଲା ପିଲା ଜନ୍ମ କଲା? କାହିଁକି ପିଟୁଛନ୍ତି ତାକୁ? ତାର ଦୋଷ କଣ? ଏତେ କମ ବୟସରେ ବାହା ହେଇ ଗର୍ଭବତୀ ହେଲେ ଏଇ ଅସୁବିଧା ହୁଏ। ତମ ଭାଗ୍ୟ ଭଲ, କେବଳ ପିଲାଟା ମରିଛି। ସରକାର 18 ବର୍ଷ ପୂର୍ବରୁ ବିବାହ ନିଷିଦ୍ଧ କରିଛନ୍ତି, ଆଉ ତୁମେମାନେ ସେ ନିୟମକୁ ନ ମାନି ବାଲ୍ୟ ବିବାହ କରାଇବା ଯୋଗୁଁ ବିଚରା ଝିଅମାନେ ଅବହେଳାରେ ମରୁଛନ୍ତି। ତୁମେମାନେ ଜାଣିବା ଦରକାର, ବାଲ୍ୟ ବିବାହ କରାଉଥିବା କିମ୍ବା ଏଥିରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତି ଆଇନତଃ ଅପରାଧୀ ଅଟନ୍ତି। ଆଉ ସେଇଥିପାଇଁ ତମେମାନେ ଏ ଡାକ୍ତର, ବହୁତ ହେଇଗଲା ତ ପ୍ରବଚନ। ଆମ ଘର କଥା ଆମେ ବୁଝିବୁ, ତୋର କାମ ସରିଲା ତୁ ଯା। ଏଇଟାର ଘରେ ଆଉ କାମ ନାହିଁ, ମତେ ଆଉ ଗୋଟେ ବାହା ହବାକୁ ପଡିବ। ଏଇ ଅଲକ୍ଷଣୀଟାକୁ ମାରିଦବା କି? ବଢିଆ ପଇସା ମିଳିବ, ବିକି ଦବା। ତୁ ଏମାନଙ୍କ ସାଙ୍ଗରେ ଯାହା କରିଛୁ ଠିକ କରିଛୁ। ତୋ ଜାଗାରେ ମୁଁ ଥିଲେ ବି ଠିକ ଏୟା ହିଁ କରିଥାନ୍ତି। ତୋ ଭଳି ଅନେକ ସୁରଭି ଏ ସମାଜରେ ଅନେକ କଷଣ ସହୁଛନ୍ତି। ଆମେ ସମସ୍ତେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦରକାର। ବାଲ୍ୟ ବିବାହ ପ୍ରଚଳନ କରୁଥିବା ଲୋକମାନଙ୍କୁ ଏଇଭଳି ଶାସ୍ତି ମିଳିବା ଦରକାର। ତମେ ଧନ୍ୟ ସୁରଭି, ଧନ୍ୟ ତୁମ ସାହସ। ମୁଁ ସିନା ଆଜି ତୁମକୁ ଆରେଷ୍ଟ କରିବାକୁ ବାଧ୍ୟ ହେଉଛି, କିନ୍ତୁ
ତମେ ମହାନ। ଶୁଣ ମଉସା ଶୁଣ ମାଉସୀ ଶୁଣ ଆସରେ ଆସ କରିବା ଆଜି କଣ? ଭୁଲିବ ନାହିଁ ରହିଲା ରାଣ ବାଲ୍ୟ